ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦେବାଶିଷ। ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ପଡ଼କାଷ୍ଟ ୱିଥ୍ ଦେବାଶିଷର ଏକ ନୂଆ ଏପିସୋଡ଼କୁ। ଆଜିର ଏପିସୋଡ଼ରେ ଆମେ ଜାଣିବା ରସବେଣୁ ମହାନ୍ତିଙ୍କ ଠାରୁ ଉତ୍ତମ ମହାନ୍ତିଙ୍କ ଭଳି ବର୍ଷୀୟାନ ଅଭିନେତାଙ୍କ ବିଷୟରେ, ତାଙ୍କ ସଂଘର୍ଷ କାହାଣୀ ଆଉ ସେ କେମିତି ତାଙ୍କର ଫିଲ୍ମ ଜର୍ଣ୍ଣି ଆରମ୍ଭ କରିଥିଲେ। ଆସନ୍ତୁ ଜାଣିବା। ଉତ୍ତମ ଭାଇ ବଢିଆ ହିରୋ ଥିଲେ, ଦେଖିବାକୁ ବି ବହୁତ ସୁନ୍ଦର। ତାଙ୍କର ଫିଲ୍ମ ଗୁଡା ବହୁତ ବଢିଆ ବଢିଆ, ତା ଦେହରେ ଗୀତ ଗୁଡା ବି ବହୁତ ଭଲ ହେଇଛି। କେତେ ଦୁଃଖ କଷ୍ଟ କରିକି ସେ ହିରୋ ହେଇଥିଲେ। ଆଉ ସଂସାରକୁ ତ ଆସିଛି, ଦିନେ ନା ଦିନେ ହେଲେ ମରିବା ସମସ୍ତେ। ସେ ଆଜି ମରିଛନ୍ତି, ଆମେ ବି କାଲି ମରିବା। ସେ କଥା କିଏ କହିବ? ଭାଗ୍ୟର ବିଡ଼ମ୍ବନା କିଏ ସେ କହିବ? କେତେବେଳେ କ'ଣ ଆସିବ, କେତେବେଳେ କ'ଣ ନାହିଁ। ଏଇଆ, ତାଙ୍କର ଗୋଟେ ଛୋଟ ନାତିଟା ହେଇଥିଲା, ତାର ସେ ଟିକେ ବଡ଼ ହେଇଥାନ୍ତା, ତାକୁ ଦେଖିଥାନ୍ତେ। ନାତି ପାଠ ପଢ଼ିବାକୁ ଯାଇଥାନ୍ତା, ବଡ଼ ହେଇଥାନ୍ତା। ଏତେ କମ ବୟସରେ ମରିଗଲେ। ଆଉ ତାଙ୍କ ଭଳିଆ ଅଭିନେତା ହିରୋ କେହି ମିଳିବେନି। ଆଉ ଯେତେ ଫିଲ୍ମ ହେଲେ କ'ଣ ହବ, କିନ୍ତୁ ତାଙ୍କର ଅଭିନୟ କେହି କରିପାରିବେନି। ଆଉ ସେ ବି ବହୁତ ସୁନ୍ଦର ଅଟନ୍ତି। ଆଉ ମୁଁ ପୁରୀରୁ କହୁଛି, ଆଉ ଜଗନ୍ନାଥଙ୍କ ପାଖରେ ମୁଣ୍ଡିଆ ମାରୁଛି, ସେ ଯୋଉଠି ଜନ୍ମ ହେଇଥାନ୍ତୁ, ଭଲରେ ରୁହନ୍ତୁ, ସେମିତି ଗୋଟେ ଆକ୍ଟର ହେଇକିରି ବାହାରନ୍ତୁ। ଏଇଆ, ଫିଲ୍ମରେ ଇଣ୍ଡଷ୍ଟ୍ରିରେ ସବୁ ବଡ଼ ବଡ଼ ଭଲ ଭଲ ଆକ୍ଟର ଗୁଡ଼ା ମରି ମରି ଯାଉଛନ୍ତି, ବହୁତ ଦୁଃଖ ଲାଗୁଛି। ମୁଁ ବି ଶୁଣିକି ଦିଲ୍ଲୀ ଯାଇଥିଲେ, ସବୁବେଳେ ନ୍ୟୁଜ୍ ଦେଖେ, ସବୁ ନ୍ୟୁଜ୍ ଆଡ଼େଇ ତାଡ଼ିବି, କ'ଣ ହେଲା କ'ଣ ନାହିଁ, ଭଲ ଅଛନ୍ତି କି ମନ୍ଦ ଅଛନ୍ତି, ସବୁବେଳେ ଦେଖେ। ଠାକୁରଙ୍କୁ ଡାକେ ଭଲ କରିଦିଅନ୍ତୁ। ମୋତେ ତ ମଣିଷ ମରିଗଲେ ବହୁତ ଦୁଃଖ ଲାଗେ ନା। ଆଉ ଯେତେବେଳେ ସେ ଗଲେ, ବାବୁସାନ ଭାଇ ଗଲେ ଦବାକୁ ମୁଖାଗ୍ନି, ମୋତେ ଦେଖିକି ବହୁତ କାନ୍ଦ ଲାଗିଲା। ଆଉ କ'ଣ କରିବା? ସଂସାର ତ ଆସିଛି, ଦିନେ ନା ଦିନେ ହେଲେ ମରିବା। ତାଙ୍କୁ କେମିତି ଜଗନ୍ନାଥ ଭଲରେ ରଖିଥାନ୍ତୁ।